ଛୁଇଁର ଏଇ ରେସିପିଟା ଖାଇସାରିଲା ପରେ ଶାଶୁ କହିଲେ ଏଇଟାକୁ ହିଁ ସବୁବେଳେ କର। ଯେଉଁମାନେ କମ୍ ମସଲା ଖାଉଛନ୍ତି ନା, କମ୍ ତେଲ, ତାଙ୍କ ପାଇଁ ଏଇଟା ସବୁଠୁ ବେଷ୍ଟ ଆଉ ଟେଷ୍ଟ ବହୁତ ବଢ଼ିଆ ଲାଗିଥିଲା। ଥରେ ଆପଣ ଖାଇଲେ ଜାଣିପାରିବେ। ତ ଛୁଇଁକି ଦେଖନ୍ତୁ ମୁଁ କିଛି ଛୁଇଁ ନେଇଛି, ଛୁଇଁକୁ କାଟିକି ଏଇଭଳିଆ ରଖିଦେଇଛି, ଆଳୁ ମଧ୍ୟ ଏଇଭଳି ଭାବରେ କାଟି ଦେଇଛି। ଏବେ କଢ଼େଇ ଗରମ କରିକି ସେଥିରେ ମାତ୍ର 2 ଚାମଚ ଦେଲି ତେଲ, ତାପରେ ଛୁଇଁ ଆଳୁକୁ ଭଲ ଭାବରେ ଏଇଥିରେ ପକେଇ ଦେଇକି ଭାଜିଦବା। ଟିକେ ଲୁଣ ଆଉ ଟିକେ ହଳଦୀ ଆକୁ ଦେଇକି ଛୁଇଁକି ଟିକେ ଭାଜିଦବା ପାଇଁ ଛାଡ଼ିଦବା, କଭର କରିଦବା। ଏବେ ତ ଛୁଇଁ ସେଇଥିରେ 50-60% କୁକ୍ ହେଇଯିବ। ମସଲା ଦେଖନ୍ତୁ ମୁଁ ଏଥିରେ କଣ ନେଇଛି, ଟମାଟୋ, ଟିକେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଆଉ ଟିକେ କାଶ୍ମୀର କସ୍ତୁରୀ ମେଥି, ଆଉ କୌଣସି ମସଲା ମୁଁ ଏଠି ବ୍ୟବହାର କରିନି। ଆପଣ ଚାହିଁଲେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଧନିଆ ବାଟିକି ବି ଦେଇପାରିବେ। ତ ଏବେ ଦେଖନ୍ତୁ ମୁଁ ସବୁକୁ ଗୋଳେଇ ଦେଲି, ତେଲରେ ବି ପକେଇନି, ଏଇଥିରେ ହିଁ ପକେଇ ଦେଇକି ତାକୁ ଗୋଳେଇ ଦେଲି। ତାପରେ ପାଣି ଦେଇଦେଲି, ଆକୁ ଟିକେ ସିଝିବା ପାଇଁ ଏବେ ଛାଡ଼ିଦେବା। ସେଇଥିରେ ମସଲା ଆଉ ସବୁ ସିଝିଯିବ। ତାପରେ କଢ଼େଇରେ ତେଲ ଦେଇକି ଏବେ କଣ କରିବା, ଲଙ୍କା ଦବା, ଟିକେ ଫୁଟଣ ଦବା, ତାପରେ ଦବା ହଉଛି ଆମର ଛେଚା ହୋଇଥିବା ରସୁଣ। ଭଲ ଭାବରେ 5-7 କୋଲା ରସୁଣ ଏଥିରେ ଛେଚି ଦେବେ। ତାପରେ ଆମର ଯୋଉ ଏବେ ଯୋଉ ଛୁଇଁ ଆଳୁ ହେଇଯାଇଛି ତାକୁ ଏବେ ଢାଳିଦବା। ଏଇଟା ଏତେ ଟେଷ୍ଟ ଲାଗିଥାଏ ନା, ଆର ଯୋଉ ଝୋଳଟା, ମୁଁ କିଛି ମସଲା କଷିନି, ଏମିତି ହିଁ ବନେଇଛି। ଥରେ ଆପଣ ବନେଇକି ଖାଆନ୍ତୁ ଆଉ ମତେ କମେଣ୍ଟ କରିବେ ଯେ ଏଇଟା ସବୁଠୁ ବେଷ୍ଟ ଲାଗେ କି ନାହିଁ। ତାର ଝୋଳଟା ଏତେ ଟେଷ୍ଟ ଲାଗେ, ଯୋଉମାନେ ଖାଇଲେ ନିହାତି ଜାଣିପାରିବେ। ମୋ ଭିଡିଓ ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ଆଉ ହଁ, ବନେଇକି ଖାଇକି କମେଣ୍ଟ ଦେବେ। ରହିଲି, ଜୟ ଜଗନ୍ନାଥ।